ଆସନ୍ତୁ ଶୁଣିବା ଗଳ୍ପ ପ୍ରିୟତମାସୁ। ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଫ୍ଲପ୍ ଫ୍ଲପ୍ ଫ୍ଲପ୍। ଭୂଦେବ ଫୁଟପାଥ ଉପରେ ଠିଆ ହୋଇ ସିଗାରେଟ୍ ଖଣ୍ଡେ ଦିଆସିଲି ଉପରେ ପିଟି ପିଟି ସ୍ୱଗତୋକ୍ତି କରୁଥିଲା। ଫ୍ଲପ୍ ଫ୍ଲପ୍ ଫ୍ଲପ୍। ଜୀବନ ଗୋଟାଏ ବିରାଟ ଫ୍ଲପ୍। ଆମର ଦାବି ବଞ୍ଚିବାର ସ୍ଲୋଗାନ ଦେଇ ରାସ୍ତା ଉପରେ ଚାଲିଥିଲା ଗୋଟିଏ ବିରାଟ ପଟୁଆର। ଆମର ଦାବି। ସୁମିତ୍ରା ଠିକ୍ କହିଥିଲା। ଭୂଦେବ ପେଣ୍ଟିଂର ଦାମ ଶିଳ୍ପୀର ପ୍ରତିଭା ଭାବେ ନୁହେଁ, ତାର ବିଜ୍ଞାପନୀ ପ୍ରଚାରରେ। ପିକାସୋ ଆର୍ଟ ସହିତ ସୁମିତ୍ରାର ଥିଲା ସୌଖିନ ପରିଚୟ। ଭୂଦେବ ଅସହିଷ୍ଣୁ ଭାବେ ସୁମିତ୍ରାର କଥାକୁ ଅସମାପ୍ତ ରଖି ଚିତ୍କାର କରି ଉଠିଥିଲା, ଫିଲିଷ୍ଟିନ୍ ଫିଲିଷ୍ଟିନ୍ ସମସ୍ତେ। ତମେ ବି ଏ ଯୁଗର ସେଇ ଫିଲିଷ୍ଟିନ୍ ବିକୃତିରୁ ମୁକ୍ତ ରହନ୍ତ କିପରି? ଶିଳ୍ପୀର ପ୍ରତିଭା କିନ୍ତୁ ଅପରାଜେୟ। ଅନେକ ସ୍ୱପ୍ନ ଘେନି ଭୂଦେବ ତାର ପେଣ୍ଟିଂର ପ୍ରଥମ ଏକ୍ଜିବିସନ୍ ଆୟୋଜନ କରିଥିଲା ସହରର ଏକ ଆର୍ଟ ଗ୍ୟାଲେରୀରେ। କଫିରେ ସେଦିନ ଥିଲା ଏକ ଅନାଶାଦ୍ୱିତ ଉତ୍ତେଜନା। ସିଗାରେଟ୍ ଧୂଆଁରେ ଥିଲା ଅନାଘ୍ରାତ ସୌରଭ। ଧୂଆଁଳିଆ କଫି ହାଉସ୍ରେ ବିଷର୍ଣ୍ଣ ପରିବେଶଟା ସୁଦ୍ଧା ନୂତନ ଆଶାବାଦରେ ରଙ୍ଗୀନ ହୋଇ ଉଠିଥିଲା। କେତେଟା କାଗଜର ଆର୍ଟ କ୍ରିଟିକ୍ସ ଫ୍ରେଶ୍ ଶୋ ଦେଖି ମୁଗ୍ଧ। ଡକ୍ଟର ମଲ୍ଲିକଙ୍କୁ ଜାଣ ତ ସୁମିତ୍ରା? ନାମଜାଦା ଆର୍ଟ କ୍ରିଟିକ୍। ଅନେକ ପ୍ରଶଂସା କରିଛନ୍ତି ମୋର କେତେଟା ଷ୍ଟିଲ୍ ଲାଇଫ୍ ଆଇ। ସେମାନଙ୍କୁ କକଟେଲ ପାର୍ଟି ଦେଇଥିଲ ନିଶ୍ଚୟ। ସୁମିତ୍ରା ଚିରଦିନ ଏମିତି ସିନିକ୍। ପଦେ ପଦେ ତାର ସନ୍ଦେହ ଆଉ ଆକ୍ଷେପ। କିନ୍ତୁ ସୁମିତ୍ରାର ଆଶଙ୍କା ଶେଷ ହୋଇଥିଲା ସତ୍ୟ। ପ୍ରଦର୍ଶନୀକୁ ଆସିଲେ ଅନେକ, କିନ୍ତୁ ଗୋଟାଏ ଚିତ୍ର ସୁଦ୍ଧା ବିକ୍ରି ହୋଇପାରିନଥିଲା। କେବଳ ସୁମିତ୍ରାର ସେ ନ୍ୟୁଡ୍ ଛବିଟା ପାଇଁ ଜଣେ ବୃଦ୍ଧ ଆରମ୍ଭ କରିଥିଲେ ଦର କଷାକଷି। ଦୁଇ ଗାଲରେ ମଧ୍ୟଯୁଗୀୟ ଗାଲମୁଚ୍ଛା ଗହବା କଲି ଚିବୁକ ପର୍ଯ୍ୟନ୍ତ। ଇଚ୍ଛା କରିଥିଲେ ସେହି ଛବିଟା ବିକ୍ରି ହୋଇପାରିଥାନ୍ତା 4 ସଂଖ୍ୟା ବିଶିଷ୍ଟ ଅଙ୍କରେ। ଭଦ୍ରଲୋକଙ୍କର ଆର୍ଟିଷ୍ଟିକ୍ ରୁଚି ଥାଉ ବା ନଥାଉ, ତାଙ୍କର ଡ୍ରଇଂ ରୁମ୍ କାନ୍ଥ ପାଇଁ ପ୍ରୟୋଜନ ଥିଲା ଗୋଟିଏ ସରିଆଲିଷ୍ଟିକ୍ ନ୍ୟୁଡ୍ ଛବି ବୈଦଗ୍ଧର ବିଜ୍ଞାପନ ପାଇଁ। କିନ୍ତୁ ସେ ଛବିଟା ଭୂଦେବ ବିକ୍ରି କରିଥାନ୍ତା କିପରି? ସେଟା ସୁମିତ୍ରାର ଛବି। ଯଦ୍ୟପି ଶତ ଚେଷ୍ଟା ସତ୍ତ୍ୱେ ଭୂଦେବ ଷ୍ଟୁଡ଼ିଓରେ ସୁମିତ୍ରା ତା ଭିତରେ ଚିହ୍ନି ପାରି ନାହିଁ ନିଜକୁ। ସାଦାସିଧା ବ୍ଲାଉଜ୍, ସାୟା ଆଉ ଶାଢ଼ୀର ସମ୍ଭ୍ରମ ଆବରଣ ତଳେ ଭୂଦେବ ତାର ମାନସ ଦୃଷ୍ଟିରେ ଦେଖିଛି ସୁମିତ୍ରାର ଯେଉଁ ଅଙ୍ଗରେଖା, ତାହାକୁ ରୂପାୟିତ କରିଛି କ୍ୟୁବିଷ୍ଟିକ୍ ରେଖାରେ। ସ୍ତନ ଦୁଇଟା କେବଳ ଅସ୍ୱାଭାବିକ ଭାବରେ ବହୁତ ସ୍ଫୀତ। ଯେପରି ସୁମିତ୍ରା କହିଲେ ବୁଝାଏ ଦୁଇଟା ଅକ୍ଷତ ବର୍ତ୍ତୁଳ ମାଂସପେଶୀ। ଭୂଦେବ ଜାଣେ ସୁମିତ୍ରାକୁ ମଡେଲ ପରି ସିଟିଂ ଦେବାକୁ କହିଥିଲେ ସୁମିତ୍ରା ବ୍ଲାଉଜ ଉପରୁ ଶାଢ଼ୀର ଅଞ୍ଚଳଟା ସୁଦ୍ଧା ଖସାଇ ନଥାନ୍ତା। ଭାରି ଟ୍ରାଡିସନାଲ ହେଉଛି ସୁମିତ୍ରା। କିନ୍ତୁ ସେ ଛବିଟା କିପରି ବିକ୍ରି କରିପାରନ୍ତା ଭୂଦେବ? ଚିତ୍ର ଉପରେ ତେଣୁ ଖଣ୍ଡେ ସ୍ଲିପ୍ ମାରି ଦେଇଥିଲା ଭୂଦେବ। ସୋଲ୍ଡ। ଏବେ ଏକ୍ଜିବିସନ୍ ଶେଷ। ଖଣ୍ଡେ ସୁଦ୍ଧା ଚିତ୍ର ବିକ୍ରି ହୋଇପାରିଲ ନାହିଁ। ବରଂ ପ୍ରଦର୍ଶନୀର ଭଡ଼ା ଓ ଆର୍ଟ ସମାଲୋଚକଙ୍କ ପାଇଁ କକଟେଲ ପାର୍ଟିରେ ନିଶେଷିତ ହୋଇଥିଲା ଭୂଦେବର ସମସ୍ତ ସଞ୍ଚୟ। ଫ୍ଲପ୍ ଫ୍ଲପ୍। ରାସ୍ତାରେ ତଥାପି ଶୁଭୁଥିଲା ପଟୁଆର ସ୍ଲୋଗାନର ପ୍ରତିଧ୍ୱନି, ଆମର ଦାବି ବଞ୍ଚିବାର। କଥା ଥିଲା ଭୂଦେବର ଏକ୍ଜିବିସନ୍ ଶେଷ ହେବା ପରେ କୌଣସି ସମୁଦ୍ର ନିବାସରେ ଅନ୍ତତଃ ଗୋଟାଏ ମାସ ଅତିବାହିତ କରିବା ପାଇଁ ସୁମିତ୍ରା ସହିତ। ଦୀଘା ବଡ଼ ଚିପ୍, ପୁରୀ ବଡ଼ ବ୍ଲାଜେ, ୱାଲଟିୟର ବଡ଼ ଡଲ୍। ଗୋପାଳପୁର ଅନ୍ ବିଚ୍ କିପରି? ଭୂଦେବ ଗୋପାଳପୁର ଅନ୍ ବିଚ୍ର ଗୋଟାଏ ବିଜ୍ଞାପନ ଦେଖିଥିଲା କୌଣସି ଟୁରିଷ୍ଟ ମ୍ୟାଗାଜିନ୍ରେ। ସୁମିତ୍ରା ତାର ସାଂସାରିକ ବୁଦ୍ଧିରେ ଟିପ୍ପଣୀ କରିଥିଲା, ହୋଟେଲ ଗୁଡ଼ାକ ସେଠି ଭୟଙ୍କର କଷ୍ଟଲି। ଭୂଦେବ କଫି କପ୍ ଉପରେ ଚୁମୁକ ଦେଇ ବେପରୁଆ କଣ୍ଠରେ ଉତ୍ତର ଦେଇଥିଲା, ଛବି କେତେ ଖଣ୍ଡ ବିକ୍ରି ହୋଇଗଲେ ସେ ଚିନ୍ତା ତମକୁ କରିବା ପାଇଁ ପଡ଼ିବ ନାହିଁ ସୁମିତ୍ରା। ମୋର ଏକ୍ଜିବିସନ୍ ପରେ ଜନସନ୍ ଘୋଷ କମ୍ପାନୀରେ ରିସେପସନିଷ୍ଟ ଚାକିରି ତୁମେ ନ କଲେ ମଧ୍ୟ ଚଳିବ। କଫି କପ୍ ଭିତରକୁ ଚାହିଁ ସୁମିତ୍ରା ଓଠରେ ଫୁଟିଲା ସେହି ବିଷର୍ଣ୍ଣ ସନ୍ଦେହର ହସ। ମେଘ ଗହଳି ଭେଦି ଚେନାଏ ଫିକା ଜହ୍ନ ପରି। କିନ୍ତୁ ହୋଟେଲ ସବୁଠୁ ବଡ଼ ମାମୁଲି, ମୋତେ ଲାଗେ ରଙ୍ଗୀନ ଜନ୍ତା ପରି। ତା ଅପେକ୍ଷା ବରଂ କୌଣସି କଟେଜ ଭଲ। ସମୁଦ୍ରକୂଳର କୌଣସି ନିବୃତ୍ତ କୋଣରେ କୌଣସି ପୁରୁଣା ପରିତ୍ୟକ୍ତ କଟେଜ। ତା ସାମ୍ନାରେ କିନ୍ତୁ ନିଛାଟିଆ ଝାଉଁ ଗଛ ଥିବା ଆବଶ୍ୟକ। ଝାଉଁର ଦୀର୍ଘଶ୍ୱାସ ଶୁଣିଛ ଭୂଦେବ? ଠିକ୍ ମଣିଷ ହୃଦୟର ବିଳାପ।
କଫି ହାଉସ୍ର କୋଳାହଳ ଭିତରେ ସୁଦ୍ଧା ସୁମିତ୍ରାର ଦୀର୍ଘଶ୍ୱାସ ଶୁଭିଥିଲା ଝାଉଁ ଶାଖାର ପବନର ବିଳାପ ପରି। ଆଷ୍ଟ୍ରେ ଭିତରେ ସିଗାରେଟରୁ ପାଉଁଶ ଝାଡ଼ି ଭୂଦେବ କହିଲା, ତମେ ଠିକ୍ କହିଛ ସୁମିତ୍ରା, ଝାଉଁ ସବୁ ମଣିଷ ହୃଦୟର ପ୍ରେତ। କିନ୍ତୁ ସବୁ ପରିକଳ୍ପନା ବ୍ୟର୍ଥ ହୋଇଗଲା। ଫୁଟପାଥ ଉପରେ କ୍ଳାନ୍ତ ପାଦ ଦୁଇଟା ଟାଣି ଟାଣି ଆଗକୁ ଆଗକୁ ଚାଲିଥିଲା ଲକ୍ଷ୍ୟହୀନ ଅନିର୍ଦ୍ଦିଷ୍ଟ ଭାବରେ, ଆଉ ମନକୁ ମନ ସ୍ୱଗତୋକ୍ତି କରୁଥିଲା, ଫ୍ଲପ୍ ଫ୍ଲପ୍ ଫ୍ଲପ୍, ଆମର ଦାବି ବଞ୍ଚିବାର। ଫୁଟପାଥ କଡ଼ରେ ଗୋଟେ ବ୍ୟାଙ୍କ ବିଲ୍ଡିଂ କାନ୍ଥରୁ ନକ୍ସଲପନ୍ଥୀ ପୋଷ୍ଟର ଦାନ୍ତ କଡ଼ମଡ଼ କରି ଚିତ୍କାର କରୁଥିଲା, ଲାଲ ସଲାମ। ଡିଲାଇଟ୍ ସିନେମା ଆଗରେ ମାର୍ଟିନ୍ ଶୋ ପାଇଁ ସକାଳୁ ସକାଳୁ ଆରମ୍ଭ ହୋଇଗଲାଣି କ୍ୟୁ। ଫୁଟପାଥ ଉପରେ ଭିଡ଼ ଠେଲାଠେଲି। ବିଲ୍ ମୋଡ଼ରେ ଆଲିଙ୍ଗନବଦ୍ଧ ଉଲଙ୍ଘ ଯୁଗଳ ମୂର୍ତ୍ତିରେ ପୃଷ୍ଠଭୂମିରେ ଏ ନାଇଟ୍ ଟୁ ରିମେମ୍ବର। ଅନ୍ୟ ବିଲବୋର୍ଡ ଉପରେ ଏକ ଉଲ୍ଲଙ୍ଘିନୀ ନାରୀ ମୂର୍ତ୍ତିର ନିଟୋଳ ବର୍ତ୍ତୁଳ ନିତମ୍ବ। ଦେହର ରେଖାରେ ଅଦ୍ଭୁତ ସିମ୍ଫୋନି, ମାଂସଳତାର ମାଦକ ଛନ୍ଦ। ସୁମିତ୍ରାର ଦେହର ରେଖା ସବୁ କ'ଣ ଏମିତି ବର୍ତ୍ତୁଳ? ସୁମିତ୍ରା ବଡ଼ ଟ୍ରାଡ଼ିସନାଲ। ନିଉଡ଼ ଆଙ୍କିବା ପାଇଁ ଅନେକ ଅନୁରୋଧ ସତ୍ତ୍ୱେ ଭୂଦେବର ଷ୍ଟୁଡ଼ିଓରେ ସୁମିତ୍ରା ଗୋଟାଏ ସିଟିଂ ପାଇଁ ସୁଦ୍ଧା ରାଜି ହୋଇନାହିଁ କେବେ। ଏଥିରେ ଲଜ୍ଜା କରିବାର ଅଛି କ'ଣ ସୁମିତ୍ରା? ଏଥିରେ ଦେହ କାହିଁ? ଇଏ ହେଉଛି ପିଓର ଆର୍ଟ। ସବୁଥର କିନ୍ତୁ ସୁମିତ୍ରାର ସେଇ ଗୋଟିଏ ଚରମ ଉତ୍ତର, ନା ତାହେଲେ ଆଉ ତମ ଷ୍ଟୁଡ଼ିଓକୁ ଆସିବି ନାହିଁ ଭୂଦେବ। ଯେଉଁ ତ ଷ୍ଟୁଡ଼ିଓ। ସୁମିତ୍ରା ଗୋଟାଏ ଖାତିରରେ କେବଳ ଆଦିମ ଗହ୍ୱର ପରି ସେଇ ଅନ୍ଧକୂପଟାକୁ କହେ ସିନା ଷ୍ଟୁଡ଼ିଓ ବୋଲି। ଭୂଦେବ ଭିଡ଼ ଠେଲି ଆଗକୁ ଚାଲିଥିଲା, ନିରୁଦ୍ଦିଷ୍ଟ। ଏକ୍ଜିବିସନ୍ ପରେ ହଠାତ୍ ଦିନେ ସନ୍ଧ୍ୟାରେ ସୁମିତ୍ରା ଆସିଥିଲା ସେଇ ଷ୍ଟୁଡ଼ିଓକୁ। ସୁମିତ୍ରା ପଚାରିଲା, ତାହେଲେ ଦୀଘା ନା ଗୋପାଳପୁର ଅନ୍ ବିଚ୍? ଗୋଟାଏ ସାଦା ଇଜେଲ ସାମ୍ନାରେ ଶୂନ୍ୟ ଦୃଷ୍ଟିରେ ବସିଥିଲା ଭୂଦେବ। ତୁଳିଟା ପ୍ୟାଲେଟ୍ ଭିତରକୁ ଫିଙ୍ଗି ଦେଇ ସେ କହିଲା, ତା ଅପେକ୍ଷା ବରଂ ଚାଲ ଯିବା କଫି ହାଉସ୍କୁ। କଫି ହାଉସ୍କୁ ଯିବା ପାଇଁ ସୁମିତ୍ରାର ଉତ୍ସାହ ନଥିଲା। ସେ କ୍ଳାନ୍ତ ଭାବରେ ଗୋଟାଏ କାଠ ବାକ୍ସ ଉପରେ ବସିପଡ଼ି କହିଲା, ଏଇଠି ବରଂ ଷ୍ଟୋଭରେ କଫି ତିଆରି କଲେ ଚଳିବ ଭୂଦେବ। ଭୂଦେବ ସେଇ ଅନ୍ଧକୂପ କୋଣରେ ଗୋଟାଏ ଟେବୁଲ ଉପରେ ଥିଲା ଷ୍ଟୋଭ୍ ଆଉ କଫି ତିଆରିର ସରଞ୍ଜାମ, କିନ୍ତୁ କଫି ନଥିଲା। ସୁମିତ୍ରା କହିଲା, ତାହେଲେ ଖଣ୍ଡେ ସିଗାରେଟ୍ ଦିଅ ତ ଭୂଦେବ। ଭୂଦେବ ସାମ୍ନାରେ ଅଧା ଖୋଲା ପଡ଼ିଥିବା ପ୍ୟାକେଟରୁ ଖଣ୍ଡେ ସିଗାରେଟ୍ ନେଇ ସୁମିତ୍ରା ଦୁଇ ଓଠ ଭିତରେ ଚାପି ଧରିଲା ବେପରୁଆ ଢଙ୍ଗରେ। ଭୂଦେବ ଦିଆସିଲି କାଠି ଜାଳୁଥିଲା ସିଗାରେଟରେ ନିଆଁ ଧରାଇବା ପାଇଁ। ସୁମିତ୍ରା କହିଲା, ତୁମ ସିଗାରେଟରୁ ଲଗାଇଲେ ଚଳିବ। କାଠିଟା ଜଳି ଜଳି ପୋଡ଼ିଗଲା। ଭୂଦେବ ବିସ୍ମିତ କଣ୍ଠରେ ପଚାରିଲା, ତମେ ସିଗାରେଟ୍ ଅଭ୍ୟାସ କଲଣି ନା କ'ଣ? ସୁମିତ୍ରା କଳେ ଧୂଆଁ ଛାଡ଼ି ଉତ୍ତର ଦେଲା, ନା ନା, ଅଭ୍ୟାସ ନୁହେଁ, ଏମିତି ଫର୍ ଏ ଚେଞ୍ଜ। ସୁମିତ୍ରାର ଆଖିର ଦୃଷ୍ଟିରେ ଗୋଟେ ଅଦ୍ଭୁତ ସୁଦୂରତା, ସବୁ ପରିଚିତ ସୀମା ବାହାରେ। ସୁମିତ୍ରା ଭୂଦେବକୁ ଲାଗିଥିଲା ନିହାତି ଅପରିଚିତ ପରି। କେତେକ୍ଷଣ ନୀରବରେ ସିଗାରେଟ୍ ଟାଣିବା ପରେ ସୁମିତ୍ରା କହିଲା, ମୁଁ ଜାଣିଥିଲି ତମର ଏକ୍ଜିବିସନ୍ ଗୋଟାଏ ମସ୍ତ ଫ୍ଲପ୍ ହେବ। ଏ ଯୁଗରେ ଆର୍ଟ ଗୋଟାଏ ପଣ୍ୟ, ବ୍ଲାକ୍ ମନି ନିଷ୍କାସନ ପାଇଁ ଗୋଟାଏ ପଥ। ନୂଆ ଧନିକମାନଙ୍କର ବୈଠକଖାନା ଆଉ ବାଥରୁମ୍ ସଜାଇବା ପାଇଁ ଗୋଟାଏ ରକମର ଫର୍ଣ୍ଣିଚର। ଏହାର ମୂଲ୍ୟ ପ୍ରଜ୍ଞାପନରେ। ଅଯଥା ଗୁଡ଼ାଏ ଟଙ୍କା ନଷ୍ଟ କଲ ଭୂଦେବ। ତା ଅପେକ୍ଷା ବରଂ ଅପରାଧୀ ପରି ଭୂଦେବ ନୀରବ ରହିଲା। ସମୁଦ୍ର ନିବାସରେ ଅବସର ବିନୋଦନର ସେଇ ରଙ୍ଗୀନ ସ୍ୱପ୍ନ ସବୁ ହାତ ମୁଠା ଭିତରୁ କେଉଁ ବେଳାଭୂମି ଉପରେ ମୁଠା ମୁଠା ବାଲି ପରି ତଳେ ଝରି ଯେପରି ନିଶେଷିତ ହୋଇଯାଉଥିଲା। ସୁମିତ୍ରା କହିଲା, ତାହେଲେ ଆମେ କେଉଁଠିକୁ ଯିବା? ଦୀଘା, ପୁରୀ, ଗୋପାଳପୁର ଅନ୍ ବିଚ୍ ନା ୱାଲଟିୟର? ସୁମିତ୍ରା ବାଁ ହାତର ମଣିବନ୍ଧ ଉପରେ ଚଉଡ଼ା ଷ୍ଟ୍ରାପ୍ରେ ବନ୍ଧା ଗୋଟାଏ ଚୌକଣିଆ ଘଣ୍ଟାରେ ସମୟ ଦେଖି କହିଲା, ମୁଁ ଏଥର ଉଠେ ଡାର୍ଲିଂ। ସୁମିତ୍ରାର ଆଚରଣ, କଥାବାର୍ତ୍ତା ଭଙ୍ଗୀରେ ଥିଲା ଏପରି ଏକ ଅସ୍ୱାଭାବିକତା ଯାହା ସହିତ ଭୂଦେବର କୌଣସି କେବେ ପରିଚୟ ମଧ୍ୟ ନଥିଲା। ଭୂଦେବ ପଚାରିଲା, କଫି? ସୁମିତ୍ରା ଶୂନ୍ୟ ରହସ୍ୟ ଜଡ଼ିତ ଦୃଷ୍ଟିରେ ଝରକା ବାହାରକୁ ଚାହିଁ ଉତ୍ତର ଦେଲା, ଅନ୍ୟ କେଉଁ ସନ୍ଧ୍ୟାରେ। ତାପରେ ଗୋଟାଏ ବିଶିଷ୍ଟ ଭଙ୍ଗୀରେ ବାଁ ହାତଟା ଉଠାଇ ସୁମିତ୍ରା କହିଲା, ବାଏ। ସୁମିତ୍ରା ବାହାରକୁ ଚାଲିଗଲା। ତା ପଛରେ ଯେପରି ଗୋଟାଏ ଭୂତ ଗୋଡ଼ାଇଥିଲା। ଭୂଦେବ ଅନ୍ୟମନସ୍କ ଭାବରେ ସାଦା ଇଜେଲଟା ଉପରେ ଖଣ୍ଡେ ଚାରକୋଲ ଧରି ଆଙ୍କିବାକୁ ଚେଷ୍ଟା କରୁଥିଲା ଗୋଟାଏ ସମୁଦ୍ର ବେଳାର ପରିଲେଖ, ଗୋଟାଏ ପ୍ରାଚୀନ ପରିତ୍ୟକ୍ତ କଟେଜ। ସେହି ସନ୍ଧ୍ୟାଠାରୁ ସୁମିତ୍ରା ସହିତ ଆଉ ସାକ୍ଷାତ ହୋଇନଥିଲା। ସୁମିତ୍ରା ହଠାତ୍ ନିରୁଦ୍ଦିଷ୍ଟ ହୋଇଗଲା। ସୁମିତ୍ରାକୁ ଏବେ ଟେଲିଫୋନ୍ କଲେ କେମିତି ହୁଅନ୍ତା? ଗୋଟାଏ ଡିପାର୍ଟମେଣ୍ଟାଲ ଷ୍ଟୋରର ଟେଲିଫୋନ୍ ବୁଥ୍ ଭିତରକୁ ଭୂଦେବ ଚାଲିଗଲା ଅନ୍ୟମନସ୍କ ଭାବରେ।
टेलीफोन अन्य पाखु जॉनसन घोष कंपानी रिसेप्शन काउंटर सुमित्रार क्लांत अवसन्न कंठ भासी उठिला। हेलो। भूदेव को एड़ाई पारिथिले से जेपरि त्राही पाइतांता। आज खाली बड़ बिजी रहुच, सेतिपई जाई पारु नाही तम स्टूडियो आड़े। संध्या सबू केमती कटुछि? बड़ बोरिंग। ना ना ना, तमे आसीबा दरकार नाही। मोर जणे बंधु माने माने बांधवी वर्तमान नर्सिंग होम रे, तांको पाखकू प्रति संध्यारे जीवाकू पड़ुछि। सुमित्रार कंठ जेपरि सुखी आसीथिला। ग्लास रु पानी टोपाए ढाली से कंठटाकू भिजाई नेला। भूदेव, मु छुट्टी नेउछि आसंता सप्ताहरु। वाह, भूलीगला एते शीघ्र? चेंजर प्रोग्राम तुमको स्थिर करबाकू पड़िबो। दीघा बड़ कमन प्लेस। चित्र आंकिबार सरंजाम किंतु नेइथिबो सांगरे। इजल, पैलेट, ब्रश, पेंट। आह, से सब दुष्टामी बंद कर भूदेव। भूली जाउछ एटा ऑफिस टेलीफोन। रास्ता लक्ष्यहीन। समयर गति बेग हठात केउठी जेमती अटकी जाइछि। गोटाए लाइट पोस्टर सिनेमा होर्डिंग रु एक उल्लंघिनी न्यूड सस्मित दृष्टि चाहिथिला भूदेव आड़े। ए नाइट टू रिमेम्बर। आउ नक्सली पोस्टर रे बंका तड़ा अक्षर लेखा आमर दाबी बंचिबार। मात्र सेपरी कौनसी रात्रि भूदेव स्मरण करि पार नथिला किंबा बंचिबार अर्थ बुझी पार नथिला। सबुताकू लागुथिला नितांत अवसर, उद्भट। नियन आलोकित संध्यार ट्राफिक भितरे गोटाए लक्ष्यहीन दिन शेष होइथिला। भूदेव फेरी जाउथिला तार स्टूडियो अंधकोप भितरकू। सिनेमार फास्ट शो पाई तार रुचि नथिला। फास्ट शोर दर्शक माने चली जाउथिले हॉल भितरकू। लाउंज रे उद्देश्यहीन भाव में घूरी बुलुथिले जो माने से माने टिकेट पाई नथिले किंबा बिलबोर्ड रे केतेटा यौन चित्रर फोटोग्राफ देखि से माने निजकू अଯଥା उत्तेजित करबा पई चेष्टा करुथिले। बिलबोर्ड रो फोटोचित्र सबु अनावृत मैथुनर चित्र, फॉर एडल्ट्स ओनली। भूदेव लाउंज भीतर को अन्यमनस्क भाव में उठी आसिला। हॉल भितर थार्ड बेल बाजुथिला। गोटाए दामी मर्सिडीज ब्रेक कसिला सिनेमा हाउस रो पोटिकोरे। लॉन्च रे काच कबाट ठेली पशि आसिले जने वृद्ध। ड्रेन पाइप आउ छिट कनार बुश कोट पिंधि गालमुचा कली लंबाई से जेपरी अन्यून 30टा वर्ष फांकी देवार चेष्टा करी धरा पड़ी जाउथिले। भूदेव गोटाए काउंटर ओहाड़ को घुंची आसिला। संगिनींकर कटी चारिपटे बाहु स्पर्श करी से कहिले, थार्ड बेल होई गला, वी आर लेट। संगिनी उत्तर देले, बेटर लेट देन नेभर। संगिनी दुई आखि आउ ओठरे सेरी अथवा ड्राई मार्टिन आमेज छाई छाया भाव में भूदेवर मन पड़ा। यही भद्रलोक से दिन एग्जिबिशन रे से न्यूड चित्रटा किनिबा इच्छा प्रकाश करथिले, किंतु से चित्रटा भूदेव बिक्री करि पारिथांता किपरि? भूदेव दुई आखि मळी तांको संगिनी आड़े चाहिला। चिन्हा चिन्हा मुह चाबुक परी भूदेवर चेतना उपर किए जेपरी प्रहार कर चित्कार कला, ए जे सुमित्रा। किंतु सुमित्रा को सेपरी बेशवासरे सेठारे सेतबेले चिन्हिबार तो उपाय नथिला। साया उपर शाढ़ीटा को कौनसी मते शिथिल भाव में गुड़ाई अंटा तलको प्राय 1 इंच अनावृत रखी सुमित्रा पिंधिथिला लेटेस्ट पैटर्न हाथकटा ब्लाउज आउ ब्रेसियर रु फीता प्राय एक संगे मिसी जाइथिला। हाई हिल उपरे सुमित्रा दोली दोली सीढ़ी उपर को उठुथिला। से वृद्धंक कांध उपरे देहर भारा ढाली देई ड्रेस सर्कल बालकनी आड़े। श्रोता बंधु, एठी शेष हैला सुरेंद्र महांती गल्प प्रियतमासु। गपटी आपण मानकु केमिति लागिला कमेंट करी निश्चित जणाइबे। चैनल नुआ होइथिले सब्सक्राइब करने को भूलिबे नहीं। रहिलु, नमस्कार।